ସମ୍ମାନିତ କରିବେ। ଆସନ୍ତୁ ଆମେ କରତାଳ ଆଉ ପ୍ରଭୁଙ୍କ ଦାସଙ୍କ ମୁଖରୁ ଆମେ କିଛି ସମୟ ବାକ୍ୟ ଶୁଣିବା, ପରବର୍ତ୍ତୀ କାର୍ଯ୍ୟକ୍ରମ ଆମେ ଦେଖିବା। ପ୍ରଭୁଙ୍କ ଆଶ୍ଚର୍ଯ୍ୟ ଏବଂ ମହତ୍ ନାମର ଗୌରବ ହଉ। ପ୍ରଭୁ ଆମମାନଙ୍କ ପ୍ରତି ତାଙ୍କର ସ୍ୱର୍ଗୀୟ ଅନୁଗ୍ରହ ପ୍ରକାଶ କରି ପରିବାର ମାଧ୍ୟମରେ ଏକତ୍ର ହୋଇ ତାଙ୍କ ସେବା କରିବାକୁ ଦେଇଛନ୍ତି। ତେଣୁ ସମୟ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ପରିବାର କତିରେ ପୁଣି ସ୍ଥାନୀୟ ମଣ୍ଡଳୀ କତିରେ ମଧ୍ୟ ମୁଁ ବିଶେଷ ଧନ୍ୟବାଦୀ। ତା ସହିତ ଆଜିର ସେବାରେ ଯୋଗଦାନ କରିଥିବା ପ୍ରଭୁଙ୍କର ମହାନ ଦାସ ପରିଛାବାବୁ, ପରିଛମା, ସ୍ଥାନୀୟ ମଣ୍ଡଳୀର ସମସ୍ତ ମୁଖ୍ୟ କର୍ତ୍ତୃପକ୍ଷ, ପ୍ରଚାରକ ପ୍ରଚାରିକା, ପାଳିକା ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତର କ୍ରୀତ ସାଧୁ ମଣ୍ଡଳୀ ସମସ୍ତଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର ଜ୍ଞାପନ କରୁଛି। ନମସ୍କାର, ଟିକେ ଶ୍ରଦ୍ଧା ହେଇ କୁହନ୍ତୁ ନମସ୍କାର। ଧନ୍ୟବାଦ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ମଙ୍ଗଳମୟ ପ୍ରଭୁ, ତୁମରି ଗୌରବ କରୁଅଛୁ, କାରଣ ତୁମେ ଅଦ୍ୱିତୀୟ ଅଟ। ଧନ୍ୟବାଦ କରୁଛୁ ଆମମାନଙ୍କୁ ତୁମ ପ୍ରାଙ୍ଗଣ ମଧ୍ୟରେ ସେବା କରିବାର ଅବକାଶ ଦେଇଛ। ଧନ୍ୟବାଦ କରୁଛୁ ବିଶେଷ ଉଦ୍ଦେଶ୍ୟରେ ତୁମରି ଧନ୍ୟବାଦ ଗୌରବର କାରଣ ହେବାକୁ ଅନୁଗ୍ରହ କରିଛ। ବାକ୍ୟ ତୁମେ ଏହି ଅବସରରେ ଦିଅ ଏବଂ ଆମମାନଙ୍କୁ ଶିକ୍ଷିତ ହେବାକୁ ଦିଅ। ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ଆମେନ୍। ଆସନ୍ତୁ, ମୁଁ ବେଶୀ ବିଳମ୍ବ କରିବିନି, ଅଳ୍ପ ସମୟର ଆଜ୍ଞା ପ୍ରାପ୍ତ ହେଇଛି। ପୁଣି 3ଟି ବାକ୍ୟ ମଧ୍ୟ ହେବାର ରହିଛି, ସେଥିପାଇଁ 10 ମିନିଟ 15 ମିନିଟ ମୁଁ ନେବି, ବେଶୀ ସମୟ ନେବିନି। ଆଜିର ଧ୍ୟାନ ନିମନ୍ତେ ଯେଉଁ ଶାସ୍ତ୍ରାଂଶ ମନୋନୀତ କରାଯାଇଛି ତାହା ଆପଣମାନେ ପାଇବେ ବିଳାପ ପୁସ୍ତକ 3 ଅଧ୍ୟାୟର 23 ପଦ। ପ୍ରଭୁ ପଠିତ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। କହିବା ଆମେନ୍। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରମେଶ୍ୱରଙ୍କର ବିଶ୍ୱସ୍ତତା ମହତ୍ ଅଟେ। 7ଟି କଥା, ତଥାପି ମୁଁ 7ଟି କହିବିନି, 2ଟାରୁ 3ଟା ହିଁ କହିବି 10-15 ମିନିଟରେ। ପରମେଶ୍ୱରଙ୍କ ବିଶ୍ୱସ୍ତତା ପ୍ରକୃତରେ ମହତ୍ ଅଟେ। ଯୋଉ ବିଶ୍ୱସ୍ତତା ପାଇଁ ଆମେ ଅନେକ ଲୋକ ଅନେକ ସମୟରେ ବିପଥ ଗମନ କଲେ ହେଁ ସେ ଆମ୍ଭମାନଙ୍କ ପ୍ରତି ଆପଣାର ଅନୁଗ୍ରହକୁ ବର୍ଦ୍ଧିଷ୍ଣୁ କରୁଛନ୍ତି ଆମ ଦୃଷ୍ଟିରେ, ଆଉ ଆପଣାର ବିଶ୍ୱସ୍ତତାକୁ ପ୍ରକାଶ କରୁଛନ୍ତି, ଯୋଉଥିପାଇଁ ଆମେ ଦିନ ପ୍ରତିଦିନ ବଞ୍ଚି ଆରୋଗ୍ୟତା ସୁସ୍ଥତା ପାଇ ବଢୁଛୁ। କାରଣ ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଆଜିକାର ଦିନ ଏଭଳି ପ୍ରତିକୂଳର ଦିନ ଯେ ଆଦି ପୁସ୍ତକର କଥା ଗୋଟେ ଘଟଣା ମନେ ପଡେ, ଖୋଲିବା ଦରକାର ନାହିଁ। ଯେତେବେଳେ ଅବ୍ରାହମଙ୍କ ସହିତ ଦୂତମାନେ ସାକ୍ଷାତ କଲେ, ସେତିକି ବେଳେ ଅବ୍ରାହମଙ୍କର ପ୍ରଶ୍ନ ଗୋଟେ ରହିଲା ଦୂତମାନଙ୍କ ଠାରେ ଯେ ସୋଦୋମ ଗମରାରେ ଯଦି 40 ଜଣ ଧାର୍ମିକ ଦେଖାଯିବେ, ତେବେ ନଗର ତୁମେ ନଷ୍ଟ କରିବ କି? 40ରୁ 10 ଜଣଙ୍କ ପାଖକୁ ସେ ଆସିଥିଲେ, ଅର୍ଥାତ୍ 10 ଜଣ ଯଦି ଥିବେ ନଗର ମଧ୍ୟରେ, ସେହି ନଗରକୁ ତୁମେ ଧ୍ୱଂସ କରିବ କି? ଦୁଃଖର କଥା, ଏତେ ବଡ଼ ନଗର ସହର, ତା ଭିତରେ 10 ଜଣ ଧାର୍ମିକ ମଧ୍ୟ ଦେଖାଯାଇ ନାହାନ୍ତି। ତେଣୁ
ସେଇ ନଗରକୁ ପରମେଶ୍ୱର ଧ୍ୱଂସ କରିଥିଲେ। ଏବେ ଆମେ ସେମିତି ଟାଇମରେ ଅଛୁ। ଖ୍ରୀଷ୍ଟିଆନ ଗାଁ ମଣ୍ଡଳୀ ହେଲେ ବି 10 ଜଣ ମଧ୍ୟ ଧାର୍ମିକ ବାହାରିବା ସମ୍ଭାବନା ପରି ଲାଗୁ ନାହିଁ। ତେଣୁ ସେ ତାଙ୍କରି ନିରୂପିତ ସମୟ ଭିତରେ ଅନୁଗ୍ରହର ସମୟକୁ ସେ ଯାହା ନିରୂପଣ କରିଛନ୍ତି, ତା ଭିତରେ ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ସେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ଲମ୍ବେଇବିନି। ପ୍ରଥମ କଥା ଯେ ତାଙ୍କର ବିଶ୍ୱସ୍ତତା ପାଇଁ ଆମେ ମନୁଷ୍ୟ ମାନେ କୋଉ ଭଳି ବେନିଫିଟେଡ ହଉଛୁ, ଉପକୃତ ହଉଛୁ। ପ୍ରଥମ କଥା କାଢନ୍ତୁ, 1 କରିନ୍ଥୀୟ 1 ଅଧ୍ୟାୟର 8 ପଦ ଏବଂ 9 ପଦ ଆମେ ଅଧ୍ୟୟନ କରିବା। ପଦ ସେତିକି ଦରକାର। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଈଶ୍ୱର ବିଶ୍ୱାସ୍ୟ। ତେଣୁ 4 ପଦରୁ ସେ ବର୍ଣ୍ଣନା କରିବା ଆରମ୍ଭ କରି କୁହନ୍ତି, ଖ୍ରୀଷ୍ଟ ଯୀଶୁଙ୍କ ଠାରେ ତୁମ୍ଭମାନଙ୍କୁ ଦତ୍ତ ଈଶ୍ୱରଙ୍କ ଯେଉଁ ଅନୁଗ୍ରହ, ସେଥି ନିମନ୍ତେ ମୁଁ ସର୍ବଦା ତୁମ୍ଭମାନଙ୍କ ବିଷୟରେ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛି। କାରଣ ତାହାଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ, ସମସ୍ତ ପ୍ରକାର ଜ୍ଞାନରେ ତୁମ୍ଭେ ମାନେ ଧନବାନ ହୋଇଅଛ। ଏହି ପ୍ରକାର ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି। ଏଣୁ ତୁମ୍ଭେ ମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ ଦାନରେ ଉଣା ପଡୁ ନାହ। ଏଇଟା ହଉଛି ବିଶ୍ୱସ୍ତତା। ହାଲେଲୁୟା। ବୋଲେ ବସିକି ସମସ୍ତେ ଟିକେ ଶ୍ରଦ୍ଧାରେ ହାଲେଲୁୟା। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୋଉ ଅନୁଗ୍ରହର ଦାନ ସେ ଆପଣଙ୍କୁ ଆଉ ମତେ ଉଣା ହେବାକୁ ଦେଉନାହାନ୍ତି, ଯାହା ଦୃଷ୍ଟିରେ ସେ ଯାହାଙ୍କୁ ଦେବା ପାଇଁ ଉଚିତ ମନେ କରି ଦଉଛନ୍ତି, ସେ ସେମାନଙ୍କୁ ସେହି ଅନୁଗ୍ରହର ଦାନ ପ୍ରଦାନ କରି ଆସୁଛନ୍ତି। କାରଣ ଯେତେବେଳେ ଭଉଣୀ ଅସୁସ୍ଥ ଥିଲେ, ମୁଁ ବହୁତ ଚେଷ୍ଟା କରିଥିଲି ତାଙ୍କୁ ଦେଖିବା ପାଇଁ ହସ୍ପିଟାଲକୁ ଯାଇକିନା, କିନ୍ତୁ ବିଳମ୍ବ ହବାରୁ ମୋର ଢେଙ୍କାନାଳ ଯିବାର ଥିଲା। ବହୁତ ବିଳମ୍ବରେ ବ୍ରହ୍ମପୁର ପହଞ୍ଚିଲି। ତାଙ୍କୁ ଫୋନ କରି କହିଲି, ଭଉଣୀ ମୁଁ ଆଉ ଯାଇପାରୁନି, କିନ୍ତୁ ତୁମ ପାଇଁ ଆମେ ନିଶ୍ଚିତ ଭାବେ ପ୍ରାର୍ଥନା କରି ଆସୁଛୁ। ଆଉ ସେହି ଅସ୍ୱାସ୍ଥ୍ୟର କଥା କେହି ଗ୍ରାମରେ ଜାଣି ବି ନଥିଲେ ବୋଲି ମୁଁ ବିଶ୍ୱାସ କରୁଛି। କିନ୍ତୁ ପ୍ରଭୁ ଆପଣାର ଅନୁଗ୍ରହ ପ୍ରକାଶ କରି ଯାହା ଯାହା ଆରୋଗ୍ୟତାର ବୋଲନ୍ତୁ, କ୍ଷୟ ବା ତାଙ୍କର ଦାନର ବୋଲନ୍ତୁ, ଯାହା ଆମେ ପାଇବା ପାଇଁ ଯୋଗ୍ୟ ଅଟୁ, ସେ ଆମମାନଙ୍କୁ ଦୟାକରି ପ୍ରଦାନ କରି ଆସୁଛନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେଇ ଅନୁଗ୍ରହକୁ ସେ କେବେ ଉଣା ହେବାକୁ ନ ଦେଇ ଯୋଉ ଦିନ ପ୍ରଭୁ ନିରୂପଣ କରିଛନ୍ତି, ଧ୍ୟାନ ଦିଅନ୍ତୁ କଥାଟାକୁ, 8 ପଦରୁ ସେ ଆରମ୍ଭ କରୁଛନ୍ତି, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦିବସରେ ଯେପରି ତୁମ୍ଭେ ମାନେ ଅନିନ୍ଦନୀୟ ହୁଅ, ଏଥିପାଇଁ ସେ ତୁମ୍ଭମାନଙ୍କୁ ଶେଷ ପର୍ଯ୍ୟନ୍ତ ମଧ୍ୟ ସ୍ଥିର ରଖିବେ। କାରଣ ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ଈଶ୍ୱର ବିଶ୍ୱାସ୍ୟ ଅର୍ଥାତ୍ ବିଶ୍ୱସ୍ତ ଅଟନ୍ତି। ଆମ୍ଭମାନଙ୍କୁ ଅନୁଗ୍ରହର ଦାନ ଦେବା ନିମନ୍ତେ ଈଶ୍ୱର ବିଶ୍ୱସ୍ତ। ତେଣୁ ଯାହାଙ୍କ ଦ୍ୱାରା ତୁମ୍ଭେ ମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର ପ୍ରଭୁଙ୍କର ସହଭାଗିତା ନିମନ୍ତେ ଆହୁତ ହୋଇଛ। ଏ କାରଣକୁ ଭୁଲିଯିବା ନାହିଁ। ମୁଁ ବେଶୀ ଡିସ୍କ୍ରିପସନ କରିବିନି, କାରଣକୁ ଭୁଲିଯିବା ନାହିଁ। ଯୋଉ ସହଭାଗିତା ନିମନ୍ତେ ପ୍ରଭୁ ଆମକୁ ଡାକିଛନ୍ତି, ଆଉ ସେଇ ସହଭାଗିତା ନିମନ୍ତେ ଯୋଉ ଅନୁଗ୍ରହ ଦାନ କରିଛନ୍ତି, ସେହି ଅନୁଗ୍ରହର ଦାନକୁ ଆମେ ମିସ୍ ୟୁଟିଲାଇଜ କରୁଛୁ। ଆଜିକାର ଦିନରେ ଅସଦ୍ ବ୍ୟବହାର କରୁଛୁ। କାରଣ ଦିନ ବଢୁ ବଢୁ, ଆମର ଖ୍ରୀଷ୍ଟୀୟ ଜୀବନର ଅନୁଭବ ବଢୁ ବଢୁ,
ଆମେ ଧୀରେ ଧୀରେ ପଛକୁ ପଳେଇ ଆସୁଛୁ ସିନା ବିଶ୍ୱାସର ଅନୁଗ୍ରହ ଦାନ ପାଇ ଆଗକୁ ବଢିବାରେ ଆମେ ସଫଳତା ପାଇପାରୁ। ବୟସରେ ବଢୁଛୁ ସତ, ଘର ଦ୍ୱାର ତିଆରି କରିବାରେ ବଢୁଛୁ ସତ, ପରିବାର ଆମଙ୍କର ବଢିବାରେ ବଢୁଛୁ ସତ। ଆଜି ପୁଅ ଝିଅ ଅଛି, 10 ବର୍ଷ ଗଲା ପରେ ନାତି ନାତୁଣୀ ହେବେ, ସେମାନେ ବିବାହ ହେବେ, ଏଇ ସଂଖ୍ୟା ବଢୁଛି ସତ, ଧନ ବଢୁଛି ସତ, କିନ୍ତୁ ଅନୁଗ୍ରହ ଦାନରେ ଯୋଉ ବିଶ୍ୱାସ ଆଉ ଇତ୍ୟାଦି ଇତ୍ୟାଦି ଆମେ ପାଇଛୁ, ଆହୁତ ହେଇଛୁ, ସେଇଥିରେ ବଢିବାର ଦେଖାଯାଉ ନାହିଁ। ତେଣୁ ପ୍ରଥମ କଥା, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯେ ତାହାଙ୍କ ବିଶ୍ୱସ୍ତତାକୁ ଆମେ ଧରି ରଖିବାକୁ ପଡିବ। ଯୋଉ ଅନୁଗ୍ରହ ଦାନ ଆମେ ଅନୁଗ୍ରହରେ ପାଇଛୁ, ଆମେ ଯାହା ପାଇବା ନିମନ୍ତେ ଯୋଗ୍ୟ ନାହୁଁ, ସେ ଦେଇଛନ୍ତି, ତେଣୁ ତାଙ୍କୁ ଆମେ ଧରି ରଖିବାକୁ ପଡିବ, ପ୍ରଥମ କଥା। ଦ୍ୱିତୀୟ କଥା, ପ୍ରଥମ ଥେସଲୋନିକ୍ୟ 5 ପର୍ବର 24 ପଦ ଟିକେ ଆମେ ଧ୍ୟାନ କରିବା। ହଁ, ଯିଏ ତୁମ୍ଭମାନଙ୍କୁ ଆହ୍ୱାନ କରିଅଛନ୍ତି ସିଏ ବିଶ୍ୱସ୍ତ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ମନେ ରଖିବା ଦରକାର, ଯେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି ସେ ବିଶ୍ୱସ୍ତ ଅଟନ୍ତି। ତେଣୁ ସେଇ ବିଶ୍ୱସ୍ତତା ପାଇଁ ତାଙ୍କର ସ୍ୱର୍ଗୀୟ ପରିଚୟ ଆମମାନଙ୍କୁ ଦେଇ ସେ ଆହ୍ୱାନ କରିଛନ୍ତି, ସେ ବିଶ୍ୱସ୍ତର କାର୍ଯ୍ୟକୁ ସାଧନ ଅର୍ଥାତ୍ ଇଂରାଜୀରେ କମ୍ପ୍ଲିଟ କରିବା ପାଇଁ ଅଛନ୍ତି। ସେଥିପାଇଁ ସେ ବିଶ୍ୱସ୍ତ। ଯାହା ଯାହା ଆମେ ପାଇବାର ଆବଶ୍ୟକତା ଅଛି, ସେହି ସବୁକୁ ସେ ସାଧନ ଅର୍ଥାତ୍ କମ୍ପ୍ଲିଟ କରିବାରେ ବିଶ୍ୱସ୍ତ। କିନ୍ତୁ ପ୍ରଭୁଙ୍କ ପାଇଁ ଆମେ କମ୍ପ୍ଲିଟ କରିବାରେ ବିଶ୍ୱସ୍ତ ନ ହୋଇ ଅବିଶ୍ୱସ୍ତ ହଉଛୁ। ଆମେ ବିଶ୍ୱସ୍ତ ନାହିଁ, ବିଲକୁଲ ନାହିଁ। ସେବା ଆରାଧନା ଆସିବାରେ ହଉ, ବସିବାରେ ହଉ, ସାରିବାରେ ହଉ, ଜୀବନ ଯାପନରେ ହଉ, ବ୍ୟକ୍ତିଗତ ଜୀବନରେ ହଉ, ଆମେ ଅବିଶ୍ୱସ୍ତ ହେଇ ଆସୁଛୁ। ତେଣୁ ସିଏ କମ୍ପ୍ଲିଟ କରନ୍ତି, ସିଏ ସାଧନ କରନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତେଣୁ ମନେ ରଖିବା ଦରକାର, ଦ୍ୱିତୀୟ କଥା, ଯେ ପ୍ରଥମ କଥା, ପରମେଶ୍ୱର ବିଶ୍ୱସ୍ତ ହେଇଥିବାରୁ ଯୋଉ ଦାନ ଅନୁଗ୍ରହର ଦେଇଛନ୍ତି, ତାଙ୍କୁ ଆମେ ତାଙ୍କ ଦିନ ପର୍ଯ୍ୟନ୍ତ ଧରି ରଖିବା। ଦ୍ୱିତୀୟ କଥା, ସେ ବିଶ୍ୱସ୍ତତା ହେଇଥିବାରୁ ଆମ୍ଭମାନଙ୍କ ନିମନ୍ତେ ଯାହା ଆବଶ୍ୟକତା ତାକୁ ସେ କମ୍ପ୍ଲିଟ କରୁଛନ୍ତି। ତୃତୀୟ କଥା, ବିଳାପ 3 ପର୍ବର 22-23 ପଦ, ଯାହା ଆମେ ପ୍ରାସଙ୍ଗିକ ବିଷୟ ଦେଇଛୁ। ସଦାପ୍ରଭୁଙ୍କର ବିବିଧ ଦୟା ସକାଶେ ସଦାପ୍ରଭୁଙ୍କର ବିବିଧ ଦୟା ସକାଶୁ ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, ଆମ୍ଭେମାନେ ବିନଷ୍ଟ ହୋଇନାହୁଁ, କାରଣ ତାହାଙ୍କର କରୁଣା କାରଣ ତାହାଙ୍କର କରୁଣା ଶେଷ ହୁଏ ନାହିଁ। ଶେଷ ହୁଏ ନାହିଁ। ସେ ସବୁ ସେ ପ୍ରତି ସବୁ ପ୍ରଭାତରେ ପ୍ରତି ପ୍ରଭାତରେ ନୂତନ, ସେତିକି ଦରକାର। ଅର୍ଥାତ୍ ଆମକୁ ପ୍ରତି ପ୍ରଭାତରେ ତାଙ୍କର ମଙ୍ଗଳ, ଦୟା, ଅନୁଗ୍ରହର ଦାନକୁ ସେ ରିନ୍ୟୁ କରୁଛନ୍ତି, ନୂତନୀକରଣ କରୁଛନ୍ତି। ତେଣୁ ଆମେ ବେଶୀ ଟାଉଟର ହଉଛୁ। ପ୍ରତି ପ୍ରଭାତରେ, ପ୍ରିୟ ବାପା ମା ଭାଇ ଭଉଣୀ ମାନେ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯାହା ଆମେ ଶୋଇ ଉଠିଲା ବେଳେ ଆମର ଲାଙ୍ଗୁଏଜରେ, ଆମର ଭାଷାରେ ଯୋଉ ନୂତନ ଦିନ ଆମେ ପ୍ରଭାତରେ ଦେଖୁଛୁ, ସେଇ ପ୍ରଭାତରେ ତାଙ୍କ ଦୟା ଆମ ପାଇଁ ସେ ନୂତନୀକରଣ କରୁଛନ୍ତି। ଗତ ଦିନ ଯାହା ହେଇଛି ହେଇଛି, କିନ୍ତୁ ଯେତେବେଳେ ଆମେ ନୂଆ ଦିନ ପାଉଛୁ, ସେ ଦିନକୁ ଆମ ପାଇଁ ନୂତନୀକରଣ କରିବାରେ ବିଶ୍ୱସ୍ତ। ଯଦି ସେ ଆମକୁ ବିଶ୍ୱସ୍ତ ହଉଛନ୍ତି ନୂତନୀକରଣ କରିବାରେ, ଦୟା କରିବାରେ, ତାଙ୍କ ପ୍ରତି ଆମେ ବିଶ୍ୱସ୍ତ ହଉଛୁ ନା ନାହିଁ, ସେଟା ହଉଛି କ୍ୱେଶ୍ଚିନ ମାର୍କ। ତେଣୁ ପୁରୁଣା ମଣ୍ଡଳୀ, ବହୁ ଦିନ ହେଲା, ବହୁ ଥର ମଧ୍ୟ ମୁଁ ଆସିଛି, କିନ୍ତୁ ଦେଖୁ ଦେଖୁ ଆଜିକା ଡେଟରେ ଗ୍ରାମକୁ ପଶିଲା ବେଳକୁ ଆଘର ପରି, ଟିକାମାଳ ପରି ଲାଗୁନାହିଁ, ବଦଳି ଯାଇଛି। ପରିବେଶ ଟିକେ ସେମିତି ଲାଗୁନାହିଁ। ଗାଁକୁ ପଶିଲା ବେଳକୁ ଗାଁ ଟିକେ ଅନ୍ଧାର ଅନ୍ଧାର ପରି ଲାଗୁଛି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଗ୍ରାମବାସୀ ମାନେ, ମଣ୍ଡଳୀ, ଟିକେ ଆମେ ଧ୍ୟାନ ଦେବା। ଯୋଉ ନୂତନୀକରଣ ଦୟାର ଆମେ ପାଉଛୁ ପ୍ରତି ପ୍ରଭାତରେ ପ୍ରଭୁଙ୍କ ଦ୍ଵାରା, ସେଥିପାଇଁ ପରସ୍ପର ପ୍ରତି ମନୋଯୋଗୀ ହେବା, ମାଣ୍ଡଳିକ ଭାବେ ମନୋଯୋଗୀ ହେବା, ପାରିବାରିକ ଭାବେ ମନୋଯୋଗୀ ହେବା।
କାରଣ ଯେତେ ଆମେ ପୁରୁଣା ହେଉଛୁ ନୂତନୀକରଣ ପାଉଥିଲେ ମଧ୍ୟ ଅନୁଭବୀ ଜୀବନ କାଟିବାରେ ବିଫଳ ହଉଛୁ। 3 ନମ୍ବର କଥା। 4th ନମ୍ବର କଥା, ଏବେ 10 ପର୍ବର 23 ପଦ ଟିକେ ଧ୍ୟାନ କରିବା, ତାପରେ ଆମେ ଶେଷ କରିବା। ହଁ, ତାହା ଅଟଳ ଭାବରେ ଦୃଢ କରି ଧରୁ, କାରଣ ଯିଏ ପ୍ରତିଜ୍ଞା କରିଅଛନ୍ତି ସିଏ ବିଶ୍ୱସ୍ତ। ପ୍ରିୟ ଈଶ୍ୱରଙ୍କ ଲୋକମାନେ ଧ୍ୟାନ ଦିଅନ୍ତୁ। 22 ପଦରୁ ମୁଁ ପଢୁଛି। ଆସ ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚୀକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଆମ୍ଭେମାନେ ଯେଉଁ ଭରସା ସ୍ୱୀକାର କରୁଅଛୁ, ଅନେକ କଥା ଅଛି ଭରସାର, କିନ୍ତୁ ଯୋଉ ଈଶ୍ୱରଙ୍କ ରାଜ୍ୟ ପାଇବାର ଭରସାକୁ ଆମେ ସ୍ୱୀକାର କରୁଛୁ। ଏବେ ଯଦି ମୁଁ ପ୍ରଶ୍ନ ପଚାରିବି କୋଉ କୋଉମାନେ ସ୍ୱର୍ଗ ଯିବାକୁ ଇଚ୍ଛା କରୁଛୁ କହିଲେ ସମସ୍ତେ ଆମେ ହାତ ଉଠେଇବା। କାହିଁକି? ଆମେ ଭରସା କରୁଛୁ ଯିବା ବୋଲି। ଯଦି ସେହି ଭରସା ଆମ ପାଖରେ ଅଛି ତାକୁ ଆମେ ଦୃଢ ଭାବରେ ଅଟଳ ଭାବରେ ଧରି ରଖୁ, କାରଣ ସେ ବିଶ୍ୱସ୍ତ ପରମେଶ୍ୱର ଅଟନ୍ତି। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯାହା ଆମେ ପାଇଛୁ ତାକୁ ସେ ସୁରକ୍ଷା ଦେବା ନିମନ୍ତେ ସେ ଆପଣଙ୍କୁ ଯୋଉ ଦାନ ଦେଇଛନ୍ତି ସେ ସୁରକ୍ଷା ଦେବା ନିମନ୍ତେ ବିଶ୍ୱସ୍ତ। ଆମେ ଯଦି ପଦକ୍ଷେପ ନେବା ନାହିଁ ଆମେ କାମୁଡା କାମୁଡି ହଉଥିବା। ଏଇ ତା ବିରୁଦ୍ଧରେ କହୁଥିବ, ଇଏ ଆ ବିରୁଦ୍ଧରେ, ଏ ବଂଶ ଲୋକ ସେ ବଂଶ ବିରୁଦ୍ଧରେ କହୁଥିବ, ସେ ବଂଶ ଲୋକ ଏ ବଂଶ ବିରୁଦ୍ଧରେ କହୁଥିବ, ଏ ପଡିଶା ଲୋକ ତା ବିରୁଦ୍ଧରେ କହୁଥିବ, ଏ ପଡିଶା ଲୋକ ତା ବିରୁଦ୍ଧରେ କହୁଥିବ। ତେବେ ଆମର ବିବେକ ଶୁଚୀକୃତ ହେଇପାରୁ ନାହିଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତେଣୁ ଆସ ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ କରୁ, ପୁଣି କଳୁଷିତ ବିବେକ ଯାହା ଆମ ଭିତରେ ଅଛି ମାଣ୍ଡଳିକ ପାରିବାରିକ ଭାବରେ ପୁଣି ବ୍ୟକ୍ତିଗତ ଖ୍ରୀଷ୍ଟୀୟ ବିଶ୍ୱାସୀ ଜୀବନ ଭାବରେ ସେ ସବୁରୁ ନିର୍ମଳ ଧୌତ ଶରୀର ହେବା ପାଇଁ ପଦକ୍ଷେପ ନେଉ। ହେଇପାରେ ପରିବାର ମତେ ଡାକିଛନ୍ତି, କିନ୍ତୁ ମଣ୍ଡଳୀକୁ ଅନୁରୋଧ କରୁଛି ସମୟ ନାହିଁ ଆଜ୍ଞା, ଆସନ୍ତୁ ପରସ୍ପର ମିଳିତ ହେବା, ପରସ୍ପର ମନମାଳିନ୍ୟ ଦୂର କରିବା, ଆଉ ଆମର ସମସ୍ତ କୃତ୍ରିମ ମନୋଭାବ ଦୂର କରିବା। କାରଣ 10 ଜଣ ମଧ୍ୟ ଦେଖା ନ ଯିବାର ଦିନ ଆସିଗଲାଣି। ଏତେ ବର୍ଷ ବର୍ଷ ହବ ଆମର ଜେନେରେସନ ରୁ ଆଉ ଗୋଟେ ଜେନେରେସନ। ମଝିରେ ମୁଁ ବାଇବଲ ଅଧ୍ୟୟନ କଲା ବେଳକୁ ଗୋଟିଏ ପଦ ପାଇଲି, ମତେ ବହୁତ ଭୟ ଲାଗିଲା। କାରଣ ଜିହୋସିଓ ଯେତେବେଳେ ମୃତ୍ୟୁ ବରଣ କଲେ, ତାଙ୍କ ସମୟରେ ଯୋଉ ପ୍ରାଚୀନ ମାନେ ଥିଲେ, ଧ୍ୟାନ ଦେଇ ଶୁଣନ୍ତୁ, ସେହି ପ୍ରାଚୀନ ମାନେ ମୃତ୍ୟୁବରଣ କଲା ପରେ, ସେଇ ପିଢି ଅତିବାହିତ କଲା ପରେ ଆଉ ଯୋଉ ପିଢି ଆସିଲେ ସେମାନେ ପରମେଶ୍ୱରଙ୍କର ବାକ୍ୟ ଅବମାନନା କଲେ। ଏବର ପିଢି ଆମେ ସେମିତି ଅବସ୍ଥାରେ ଅଛୁ। ଏବେ ନୂଆ ପିଢି ପରମେଶ୍ୱରଙ୍କ ଦ୍ୱାରା ଆହୁତ ମନୋନୀତ ନିଯୁକ୍ତ ପ୍ରାପ୍ତ ଲୋକମାନେ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ତାଙ୍କ ସମକକ୍ଷ ପ୍ରାଚୀନ ମାନେ ଯେତେବେଳେ ପଳେଇ ଯିବେ, ଆମେ ଭାବୁଛୁ ଆମେ ନୂଆ ଲୋକ ଆଇଲୁ, ନୂଆରେ କର୍ମକର୍ତ୍ତା ହେଲୁ, ନୂଆରେ ପ୍ରଭୁ ମତେ ବ୍ୟବହାର କରୁଛୁ ବୋଲି ଆମେ ଭାବୁଛୁ। କିନ୍ତୁ ଯାହାକୁ ପ୍ରଭୁ ରଖିଛନ୍ତି ସିଏ ଯଦି ଚାଲିଯିବେ, ଏ ନୂଆ ପିଢି ଆମେ ଯୋଉ ବଡପଣ ହଉଛୁ ଆମର ଦ୍ୱାରା ଆଜ୍ଞା ଲଙ୍ଘନ ହେବ ସିନା, ଆଜ୍ଞାର ସଂସ୍ଥାପିତ ଆଉ ଆଜ୍ଞାକାରୀ ଆମେ ହେବାରେ ବିଫଳ ହେବାର ସମ୍ଭାବନା ଅଛି। ତେଣୁ ଆମେ ଯେତେବେଳେ କର୍ମକର୍ତ୍ତା ହଉଛୁ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ପରସ୍ପର ଆମେ ଲଢାଇ ନ କରୁ। ଆମ ପିଢି ଭିତରେ ପରମେଶ୍ୱରଙ୍କର ଆଜ୍ଞା ସଫଳ ହଉଛି ନା ନାହିଁ, ଆମ ପିଢି ଭିତରେ ଯେ ଆମେ ତାଙ୍କର ବାକ୍ୟ ପାଳନ କରୁଛୁ ନା ନାହିଁ, ଆମ ପିଢି ଭିତରେ ଆମେ ସୂଚି ହୃଦୟରେ ଧୌତ ହେଉଛୁ ନା ନାହିଁ, ଆମ ପିଢି ଭିତରେ ଆମେ ପରସ୍ପର ମିଳନ ହେଉଛୁ ନା ନାହିଁ। କିନ୍ତୁ ସେ ବିଶ୍ୱସ୍ତ ଅଟନ୍ତି ସମସ୍ତଙ୍କ ପାଇଁ। ସେ ପୁରୁଣା ଲୋକ ପାଇବି, ନୂଆ ଲୋକ ପାଇବି, କିନ୍ତୁ ଆମେ ପଦକ୍ଷେପ ନେବାକୁ ପଡିବ ସେ ବିଶ୍ୱସ୍ତ ବୋଲି ପ୍ରମାଣ କରିବା ନିମନ୍ତେ।
ଯୋଉ ପୂର୍ଣ୍ଣ ବିଶ୍ୱାସ ଆମେ ପାଇଛୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପାଇଁ। ପ୍ରିୟ ଈଶ୍ୱରଙ୍କ ଲୋକମାନେ, ସେଇ ଭରସାକୁ ଆମେ ସ୍ୱୀକାର କରିବା ଯେ ସିଏ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ। ଯାହା ଆମେ ଦାନ ସ୍ୱରୂପେ ପାଇଛୁ, ଯଦି ଆମେ ଆରୋଗ୍ୟତା ପାଇଛୁ ତେବେ ପରମେଶ୍ୱରଙ୍କର ନିମନ୍ତେ ବଞ୍ଚିବା ପାଇଁ, ଯଦି ଆମେ ଆତ୍ମିକ ଦାନ ପାଇଛୁ ପ୍ରଭୁଙ୍କ ପାଇଁ ବ୍ୟବହାର କରିବା ପାଇଁ, ଯଦି ଆମେ ପ୍ରେମ ପାଇଛୁ ତେବେ ପରସ୍ପର ପ୍ରେମରେ ବ୍ୟବହାର କରିବା। ଆଉ ତିନିଟି କଥା କହିବିନି, ଆଉ ଦିଟା ବାକ୍ୟ ଅଛି। ତେଣୁ ବିଶେଷ କରି ମଣ୍ଡଳୀକୁ, ପରିବାରକୁ ମୁଁ ବିଶେଷ ଅନୁରୋଧ କରୁଛି, ଯାହା ହେଇଛି ହେଇଛି, ଯାହା ହେଇଛୁ। ଏଣିକି ପ୍ରଭୁଙ୍କ ନିମନ୍ତେ ପରସ୍ପର ମିଳିତ ସହାନୁଭୂତି, ସମ୍ମାନ, ପ୍ରେମରେ ପ୍ରଭୁ ଦେଇଥିବା ଅନୁଗ୍ରହ ଦାନରେ ସ୍ଥିର ହେବା। ତାଙ୍କରି ଦତ୍ତ ଆରୋଗ୍ୟ ସୁସ୍ଥତାରେ ପରିବାରଠୁ ଆରମ୍ଭ କରି ମଣ୍ଡଳୀ ପର୍ଯ୍ୟନ୍ତ ଆମେ ପ୍ରଭୁଙ୍କ ପରି ବିଶ୍ୱସ୍ତ ହେବା। ପ୍ରଭୁ ଏହି ଅଳ୍ପ ବାକ୍ୟରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।